ଗତ 5 ମାସ ହେଲାଣି ସାଧାରଣ ନିର୍ବାଚନ ପରେ ପରେ ପରିବା ଦର ଗ୍ରାମାଞ୍ଚଳ ଠାରୁ ସହର ଚାରିଆଡେ ଏତେ ବଢି ଯାଇଛି ଯେ ସାଧାରଣ ଲୋକ, ମଧ୍ୟବିତ୍ତ ଶ୍ରେଣୀର ଲୋକ, ଗରିବ ଶ୍ରେଣୀର ଲୋକ ବର୍ତ୍ତମାନ ଗୋଟେ ପରିବା ହଉ, ଚାଉଳ ହଉ, ଡାଲି ହଉ ଖାଇବା ତା ପ୍ରତି ଅସମ୍ଭବ ହେଇଯାଉଛି। ମାଛ ଠାରୁ ଆରମ୍ଭ କରି କୁକୁଡା ମାଂସ ସବୁ ରେଟ୍ ଆକାଶ ଛୁଆଁ। କାହିଁକି ଏମିତି ହେଇଛି, କଣ ପାଇଁ ଏମିତି ହେଇଛି, ଆଉ ଏବେ ଆର ରେଟ୍ କଣ କେତେ ଅଛି ଟିକେ କହିଲେ? ଆଜ୍ଞା, ଓଡିଶା ରାଜ୍ୟ ହଉଛି ମାନେ ଗୋଟେ ଛୋଟ ରାଜ୍ୟ କହିବାକୁ ଗଲେ ଚଳେ। ରାଜ୍ୟ। ଆଜ୍ଞା, ଆମର ଓଡିଶା ରାଜ୍ୟରେ ମେନ୍ ହେଲା ଉତ୍ପାଦନ କମ, ବାହାର ରାଜ୍ୟ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ମେନ୍ କଥାଟା ହେଲା କଣ, ବିଜେପି ସରକାର ଏବେ ଆସିଲା ପରେ ଯୋଉ ଆକାଶ ଛୁଆଁ ରେଟ୍ ଦେଖନ୍ତୁ, ମିଲ୍ ମାଲିକ ମାନଙ୍କୁ କୋଠୁ ଚାଉଳ କେତେରେ ଆଣୁଛନ୍ତି, କେତେରେ ବିକୁଛି ସେଟା ସାଧାରଣ ଲୋକ ଜାଣୁନାହାନ୍ତି। ଚାଉଳ ରେଟ୍ ବଢିଲା, ଡାଲି ରେଟ୍ ବଢିଲା, ପନିପରିବା ମାନେ ନିତ୍ୟକର୍ମ ମାନେ ଆପଣ ସକାଳ ହାଣ୍ଡି ତଳକୁ ଯିବା ମାତ୍ରେ ଯୋଉ ଜିନିଷଟି ଆପଣଙ୍କୁ ଆବଶ୍ୟକ ପଡୁଛି ନିଜେ ବଞ୍ଚିବା ପାଇଁ, ନିଜେ ଖାଇବା ପାଇଁ, ସେ ଜିନିଷ ଗୁଡାକ ବର୍ତ୍ତମାନ ବିଜେପି ସରକାର 5 ମାସ ହେଲା ଆସିଲାଣି ସବୁ ଆକାଶ ଛୁଆଁ ରେଟ୍। ମାନେ କୋଉ ରେଟ୍ ଆପଣ ଆଉ ହାତ ମାରି ପାରିବେନି, କୋଉ ଜିନିଷ ଛୁଇଁ ପାରିବେନି, ଏମିତି ରେଟ୍ କରିଦେଲେଣି ସରକାର। ବିଜେପି ସରକାର ଆସିଛନ୍ତି ଖାଲି ଓଡିଶା ଲୋକଙ୍କୁ, ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଖାଲି କଲବଲ କରି ମାରିବା ପାଇଁ ଆସିଛନ୍ତି, ଆଉ କିଛି ନୁହେଁ। ତାଙ୍କ ମୁଖ୍ୟ କାରଣ ହେଲା ଏଇ ଯୋଉ ଏତେ ଦରଦାମ ବଢୁଛି, ସରକାର କଣ କିଣୁନାହାନ୍ତି? ସରକାର ବି କିଣୁଛନ୍ତି, ଏଇ ଯୋଉ ରାଜନେତା ବି କିଣୁଛନ୍ତି, ଏ ପ୍ରଶାସନ ବି କିଣୁଛି, ସମସ୍ତେ ଏଇଟା ସମସ୍ତେ କିଣିକି ଖାଉଛନ୍ତି। କାହା ଘରେ ବାରି ତଳେ ଫଳୁନି, ଓଡିଶାରେ କାହା ବାରି ତଳେ ଫଳୁନି ଯେ ତୋଳିକି ଆଣି ଖାଇ ଦଉଛନ୍ତି, ସମସ୍ତେ କିଣିକି ଖାଉଛନ୍ତି। କିନ୍ତୁ ମେନ୍ କଥା ହେଲା ଏଇଟା ଆମେ ଏତିକି ବୁଝିବା ଦରକାର, ବିଜେପି ସରକାର ଆସିଲା ଦିନଠୁ ଦେଖନ୍ତୁ ଗ୍ୟାସ ରେଟ୍ ବଢିଲା, ପନିପରିବା ରେଟ୍ ବଢିଲା, ଆଳୁ ରେଟ୍ ବଢିଲା, ଡାଲି ରେଟ୍ ବଢିଲା, ତେଲ ରେଟ୍ ବଢିଲା, ମସଲା ରେଟ୍ ବଢିଲା, ସବୁ ତ ରେଟ୍ ବଢିଲା। କିନ୍ତୁ କର୍ମଚାରୀ ମାନଙ୍କ ଦରମା କେତେ ବଢିଲା? କର୍ମଚାରୀ ମାନଙ୍କର ଦରମା କେତେ ବଢିଲା? ଗୋଟେ ବସ୍ ହେଲ୍ପର ଟଙ୍କା 500 ପାଉଛି, ଗୋଟେ ଡ୍ରାଇଭର ଟଙ୍କା 800 1000 ଟଙ୍କା ପାଉଛି, ଗୋଟେ ସୁଇପର ସିଏ ଟଙ୍କା 400 ପାଉଛି, ଗୋଟେ ରାଜମିସ୍ତ୍ରୀ 300 ଟଙ୍କାରୁ 400 ଟଙ୍କା ପାଉଛି। ତ ମୋ କହିବା କଥା, ବିଜେପି ସରକାର ଆସିକି ବର୍ତ୍ତମାନ ଖାଉଟି ସାଧାରଣ ଲୋକ, ମଧ୍ୟବିତ୍ତ ପରିବାର, ଗରିବ ଲୋକଙ୍କୁ ପେଟକୁ ଲାତ ମାରିଛି, ଯେ କି ତାଙ୍କ କର୍ମକୁ ତ ଯାହା କରିଛି କରିଛି, କୋଉଠି ତ ଚାକିରି ଖଣ୍ଡେ ଦେଇପାରିଲାନି। ଏପଟେ ଆକାଶ ଛୁଆଁ ରେଟ୍ ହେଇଛି, ଯେ କି ନିଜ ପେଟକୁ 3 ଓଳା ଖାଇବା ପାଇଁ ଗୋଟେ ଖାଦ୍ୟ ସଂଗ୍ରହ କରୁଥିବା ଗରିବ ଲୋକର ପେଟକୁ ଇଏ ଗୋଟେ ଛାଟ କହିଲେ ଅତୁଟ ହବନି। ମୁଁ କଥା ମୁଁ କହୁନି, ଯେ କି ସାଧାରଣ ଲୋକ ବି ଏଇଠୁ ବୁଝିବା ଦରକାର। ବିଜେପି ସରକାର ଆସିଲା ଦିନଠୁ ଲୋକ ଆଖିରୁ ଲୁହ ଗଡେଇବାଟା ଥୟ ହେଇଛି, ତାଙ୍କ ଆଖିର ଲୁହ ପୋଛି ପାରୁନି ବିଜେପି ସରକାର। ଯେ କି ଆପଣ ସାଧାରଣ ଗୋଟେ ଲୋକକୁ ଯାଇକି ପଚାରନ୍ତୁ, ଗୋଟେ ଗରିବ ଲୋକ ଗୋଟେ ଚାଳ କୁଡ଼ିଆ ଭିତରେ ଥିବ, ତା ଘରେ ମାଟି ଘର ଦେଖିବେ, ସେ ଲୋକଙ୍କ ପାଖରେ ଆପଣ ଯାଇ ପହଞ୍ଚନ୍ତୁ, ଦେଖିବେ ପଖାଳ ଭାତ ସହିତ ଆମ୍ବୁଲ, ଲୁଣ ଟିକେ, ଲଙ୍କା ଟିକେ ଦଳିକି ଖାଉଛି। ଏଇ ଦୃଶ୍ୟ ଆମେ ଯାଇକି ଜିରୋ ଗ୍ରାଉଣ୍ଡରେ, ଗ୍ରାମାଞ୍ଚଳରେ, ବର୍ତ୍ତମାନ ଗାଁ ଗହଳି ଯୋଉଠି 300 ଘର ଅଛି, 400 ଘର ଅଛି, ସେ ଭିତରେ ଆମେ ଦେଖିକି ଆସିଲୁଣୁ। କିନ୍ତୁ ସରକାରଙ୍କର ପାଦ ସେଇଠି ପଡିପାରୁନି, କି ତାଙ୍କ ଜ୍ଞାନ ହିତାହିତ ଜ୍ଞାନ ଭୁଲିଗଲେଣି, ସିଏ ବି ନିଜେ ଯାଇପାରୁନାହାନ୍ତି। ତାଙ୍କ ହୃଦୟକୁ ଛୁଇଁବା ଦରକାର। ମୋ ଓଡିଶାରେ କେତେ ଲୋକ ଗରିବ ଅଛନ୍ତି, ତାଙ୍କ ପାଖରେ ରିପୋର୍ଟ ଅଛି, ସରକାରଙ୍କ ପାଖରେ, ବିଜେପି ସରକାରଙ୍କ ପାଖରେ। କିନ୍ତୁ କେତେ ଲୋକ ଗରିବ ଅଛି, ସେ ଗରିବ ଲୋକଙ୍କ ଘରେ ଯାଇକି କେବେ ପଖାଳ ଖାଇଛନ୍ତି ନା ତାଙ୍କ ଲେମ୍ବୁ, ଲୁଣ ଲଙ୍କା ଆଉ ଆମ୍ବୁଲ ଫେଡ଼ା ଦେଖିଛନ୍ତି? ଦେଖୁନାହାନ୍ତି ନା। 5 ମାସ ହେଲା ଅତ୍ୟନ୍ତ ବାଧୁଛି, ସବୁ ଦରଦାମ ଯେତେ ବଢି ଯାଇଛି, ସାଧାରଣ ଲୋକଙ୍କୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀର ଲୋକ ବି ଟିକେ ଭୟ କଲେଣି ଏ ରେଟ୍ କେବେ ଖସିବ। ଆଜ୍ଞା, ଲୋକ କାନ୍ଦୁଛନ୍ତି ମାନେ କଣ ପାଇଁ କାନ୍ଦିଲେ? କାନ୍ଦୁଛନ୍ତି କାହିଁକି? ତାଙ୍କ ହୃଦୟକୁ ସେତିକି କଷ୍ଟ ହେଲାଣି। ଯେତିକି ଗୋଟେ ଲୋକ 400 ଟଙ୍କା ରୋଜଗାର କରିବ, ବିନ୍ସ କିଲୋ 80 ଟଙ୍କା, ଆଳୁ କିଲୋ 45 ଟଙ୍କା 40 ଟଙ୍କା, ତେଲ ଲିଟରଟେ କିଣିବ 150 ଟଙ୍କା, ଏ ସବୁ କିଣିକି ଖାଇଲା ବେଳକୁ ତା ହୃଦୟକୁ ବହୁତ କଷ୍ଟ ହଉଛି। ଆମେ ଆଜ୍ଞା ମଣିଷ, ଯେ କି ଆମ ମାନବିକତା ଦୃଷ୍ଟିକୋଣ ଗୋଟେ ସର୍ଭେ କରିବା ଦରକାର। ଯେହେତୁ ବିଜେପି ସରକାର ଭୋଟ ହେଇଗଲା ପରେ ସିଏ ଭାବୁଛନ୍ତି ଓଡିଶାର ଲୋକ ସବୁ ଯାକୁ ମାରିଦବୁ, ଆଉ ଲୋକଙ୍କ ପେଟକୁ ଇଏ ଗୋଟେ ବଡ ଛାଟ। ଆଜ୍ଞା, ଛାଟ କହିଲେ କିଛି ଅସୁବିଧା ଭୁଲ କୁହାଯାଉନି, ଏଇଟା ମାନେ ନିରାଟ ସତ୍ୟ କଥା। ଆପଣ ସତ୍ୟ ଜିନିଷକୁ ଯଦି ସାମ୍ନା କରିବାକୁ ଯାଉଛନ୍ତି, ତାହେଲେ ଦେଖନ୍ତୁ ସରକାରଙ୍କୁ ଏଠି ସେଇଆ ଉପରେ ମାନେ ଯୋଉ ତେଲ ଦେଇକି ଏଇଟା ସବୁ ବିଜେଡିରୁ କିଛି ଶିଖିକି କରୁଛି ନା ତାଙ୍କୁ କିଏ ମନ୍ତ୍ରଣା ଦଉଛି? ବିଜେଡି ସରକାର ଅମଳରେ ତ ଏମିତି ହଉନଥିଲା। ବିଜେଡି ସରକାର ଅମଳରେ ଯାଇକି ଆଳୁ କିଲୋ 20 ଟଙ୍କା, ଲୋକ ଆରାମରେ ଅଧା ଉଲ୍ଟେ କିଣିକି ଖାଇ ପାରୁଥିଲେ।
ପନିପରିବା ଯାହା ଏତେ ରେଟ୍ ହେଇନଥିଲା କିନ୍ତୁ ବିଜେପି ସରକାର 5 ବର୍ଷ ଆସିଲା ପରେ ଯୋଉ ଭଳିଆ ଗରିବ ଲୋକଙ୍କୁ 5 ମାସ ବସିଛି 5 ମାସ ଲାଗି 5 ମାସ ଆଜ୍ଞା 5 ମାସ ଭିତରେ ଲୋକଙ୍କୁ ଏତେ ଲହୁଲୁହାଣ କରିସାରିଲାଣି ସାଧାରଣ ଲୋକ ଏ ଖବରଟି ଶୁଣିଲା ପରେ ନିଶ୍ଚିତ ଅନୁଭବ କରିପାରୁଥିବେ ବିଜେପି ସରକାର କଣ କରୁଥିବେ।